ଯେଉଁ ପୁରୁଷଙ୍କ ମଧ୍ୟରେ ଥାଏ ଏହି ଲକ୍ଷଣ ସେମାନେ ହୋଇଥାନ୍ତି ଭାଗ୍ୟରେ ଧନୀ। କ'ଣ ଆପଣ ତ ନାହାନ୍ତି ଏଥିରେ? ଶାସ୍ତ୍ରରେ କେତେକ ଏମିତି କଥାର ବର୍ଣ୍ଣନା ଅଛି ଯାହାଦ୍ୱାରା ଆମେ ନିଜର ଭାଗ୍ୟ ବିଷୟରେ ଜାଣିପାରିବା। ଆଜ୍ଞା ହଁ, ଏପର୍ଯ୍ୟନ୍ତ ଆପଣମାନେ ଭାଗ୍ୟଶାଳୀ ମହିଳାମାନଙ୍କ ବିଷୟରେ ବହୁତ ଶୁଣିଥିବେ, କିନ୍ତୁ ଆଜି ମୁଁ ଆପଣମାନଙ୍କୁ ଭାଗ୍ୟଶାଳୀ ପୁରୁଷଙ୍କ ବିଷୟରେ କିଛି ଏମିତି ଲକ୍ଷଣ କହିବାକୁ ଯାଉଛି ଯାହାଦ୍ୱାରା ଆପଣ ଜାଣିପାରିବେ କି ସେହି ପୁରୁଷ ଭାଗ୍ୟଶାଳୀ ଅଟନ୍ତି କି ନୁହେଁ। ତେଣୁ ଆସନ୍ତୁ ଜାଣିବା ଏହି ବିଷୟରେ। ଗରୁଡ଼ ପୁରାଣରେ କିଛି ଏମିତି କଥା ଉଲ୍ଲେଖ ରହିଛି ଯାହାଦ୍ୱାରା ଏହା ଜାଣିପାରିବେ କି କିଏ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ କିଏ ନୁହେଁ। ଆଜ୍ଞା ହଁ, ଗରୁଡ଼ ପୁରାଣରେ ଉଲ୍ଲେଖିତ ସେହି କଥା ମଧ୍ୟରୁ ଏମିତି କିଛି ଲକ୍ଷଣ ଆପଣମାନଙ୍କୁ ମୁଁ କହିବାକୁ ଯାଉଛି ଯାହାଦ୍ୱାରା ଆପଣଙ୍କୁ ଜଣାପଡ଼ିବ କି ଆପଣ ଭାଗ୍ୟଶାଳୀ ଅଟନ୍ତି କି ନାହିଁ। ଯଦି ନୁହେଁ ତେବେ ଆଜିଠାରୁ ଏହି ଲକ୍ଷଣକୁ ପାଳନ କରିବା ଆରମ୍ଭ କରିଦିଅନ୍ତୁ। ତେବେ ଚାଲନ୍ତୁ ଜାଣିବା ଗରୁଡ଼ ପୁରାଣ ଅନୁସାରେ ଏମିତି କେଉଁ ଲକ୍ଷଣ ଅଛି ଯାହା ଆପଣଙ୍କୁ ଭାଗ୍ୟରେ ଧନୀ ବନାଇଥାଏ। ଭାଗ୍ୟଶାଳୀ ପୁରୁଷଙ୍କର ଲକ୍ଷଣ। 1. ଯେଉଁ ପୁରୁଷ ନିଜ ପରିବାରର ଧ୍ୟାନ ରଖିଥାଏ, ତା ସହିତ ମିତ୍ର ଏବଂ ପରିବାରଙ୍କ ସହ ସବୁବେଳେ ସମ୍ପର୍କରେ ରହିଥାଏ, ସେହି ପୁରୁଷ ଭାଗ୍ୟରେ ଧନୀ ହୋଇଥାନ୍ତି। 2. ଏମିତି ପୁରୁଷ ଯିଏକି ଗୋଟେ ଭଲ ଶ୍ରୋତା ଅଟେ, ମାନେ ତାକୁ କହିବାଠୁ ଅଧିକ ଶୁଣିବାକୁ ଭଲ ଲାଗିଥାଏ, ଏମିତି ପୁରୁଷଙ୍କର ବୈବାହିକ ଜୀବନ ସଫଳ ଏବଂ ସୁଖରେ ରହିଥାଏ। 3. ଯେଉଁ ପୁରୁଷ ନିଜ କଥାକୁ କାହା ଆଗରେ ପ୍ରକାଶ କରିନଥାଏ, ସେ ଭାଗ୍ୟରେ ଧନୀ ହୋଇଥାଏ, କାହିଁକି ନା ଶାସ୍ତ୍ର ଅନୁସାରେ ନିଜ କଥାକୁ ଗୋପନୀୟ ରଖିବା ଦରକାର। 4. ଆଜ୍ଞା ହଁ, ଯେଉଁ ପୁରୁଷ ନିଜର ପ୍ରଶଂସା କରେ ନାହିଁ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି, କାହିଁକି ନା ଶାସ୍ତ୍ରରେ ନିଜର ପ୍ରଶଂସା କରିବା ଅହଙ୍କାର ବୋଲି କୁହାଯାଏ। 5. ଯେଉଁ ପୁରୁଷ ସମସ୍ତଙ୍କୁ ଆଦର ଯତ୍ନ କରିଥାଏ, ତା ଉପରେ ଭଗବାନଙ୍କ କୃପା ରହିଥାଏ, ତା ସହିତ ହିଁ ତାଙ୍କ ମନରେ କାହାକୁ ନେଇ ଖରାପ ଭାବନା ଆସି ନଥାଏ। 6. ଯେଉଁ ବ୍ୟକ୍ତି ଧର୍ମର ରାସ୍ତାରେ ଚାଲି ଧନ ରୋଜଗାର କରିଥାଏ, ମାନେ କିଛି ବି ଖରାପ କାମ କରି ପାପ କରି ପଇସା ରୋଜଗାର କରିନଥାଏ, ଏମିତି ଲୋକ ଭାଗ୍ୟରେ ଧନୀ ହୋଇଥାନ୍ତି। 7. ଯେଉଁ ପୁରୁଷ ନିଜ ଜୀବନରେ ଖୁସିରେ ରହିଥାଏ, ମାନେ ଯାହା ତା ପାଖରେ ଅଛି ସେଥିରେ ସେ ସନ୍ତୁଷ୍ଟ ରହିଥାଏ, ସେ ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି। 8. ଶାସ୍ତ୍ର ଅନୁସାରେ ଯିଏ ସକାଳୁ ଉଠି ବ୍ୟାୟାମ କରିଥାଏ, ତାଙ୍କ ଜୀବନ ଖୁସିରେ ରହିଥାଏ, ତା ସହିତ ସକାଳୁ ଉଠିଲେ ଭଗବାନଙ୍କର କୃପା ବରସିଥାଏ। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓ ଗୋଟେ ଲାଇକ୍ ଏବଂ ଆମର ସତ୍ୟ ଗାଇଡ଼ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।